ଚାଷ ଅଛି ଯାହାର କି ଆନନ୍ଦ ତାହାର ଏ କଥା କେବଳ ବହିରେ ଲେଖା ହେଇଛି। ପ୍ରକୃତରେ ଏ ସମସ୍ୟାକୁ ଯିଏ ଦେଖୁଛି ସେ ସମସ୍ୟାକୁ ନେଇ ଆଜି ଚିନ୍ତିତ ଅଛି ଚାଷୀ କୂଳ। ଏଇଭଳି ଏକ ଚିତ୍ର ବସ୍ତା ବ୍ଲକର କୁଟ୍ରା ପଞ୍ଚାୟତର ଦୃଶ୍ୟ। ଏ ପଞ୍ଚାୟତରେ ଜଳକା ନଦୀର ପାଣି ଯେତେବେଳେ ନଦୀରୁ ବାହାରି ଯେତେବେଳେ ଗ୍ରାମାଞ୍ଚଳ ମୁହାଁ ହେଲାଣି ସେତେବେଳେ ଚାଷୀଙ୍କ ମୁଣ୍ଡରେ ପଡିଛି ଚଡ଼କ। ଇଏ ହଉଛି ପୁଟ୍ରା ପଞ୍ଚାୟତର ଇଏ ବାଲିସାହି ଗ୍ରାମର ଦୃଶ୍ୟ। ହଜାର ହଜାର ହେକ୍ଟର ଚାଷ ଜମି ବର୍ତ୍ତମାନ ଜଳବନ୍ଦୀ। ଆଉ ଚାଷୀଙ୍କର ସେ ରୁଆ ଧାନ ବର୍ତ୍ତମାନ ପଚି ସଡ଼ିଲାଣି। 7-8 ଦିନ ଧରି ଇଏ ବନ୍ୟା ପାଣି ଆଉ ବର୍ଷା ପାଣି ଯେତେବେଳେ ଏ ବିଲ ମାନଙ୍କରେ ଜମି ରହିଛି ଇଏ ଅବସ୍ଥା କହିଲେ ନ ସରେ। ଆମ ସହିତ ଅଛନ୍ତି ସିଧାସଳଖ କିଛି ଚାଷୀ ଅଛନ୍ତି ଯୋଉମାନେ ଆଜି ଧାନ ଗଛକୁ ଉପାଡ଼ି ସେମାନେ ଦେଖାଉଛନ୍ତି, ଦେଖନ୍ତୁ ହେ ସରକାର ଏହାଙ୍କ ଉପରେ ଟିକେ ନଜର ପକାନ୍ତୁ। ଏ ଧାନର ଅବସ୍ଥା, ଧାନ ଗଛର ଅବସ୍ଥା କେମିତି ହେଇଛି, ଏ ପାଣିର ଅବସ୍ଥା କେମିତି ଅଛି। ଏ ପାଣି ବର୍ତ୍ତମାନ ଛାଡ଼ିବାକୁ ଆହୁରି ପାଖାପାଖି 15 ଦିନ ଉର୍ଦ୍ଧ୍ୱ ସମୟ ଯିବ। ଲଗାଣ ବର୍ଷା ଜାରି ରହିଛି। ତେବେ ଆମ ସହିତ ଅଛନ୍ତି ସିଧାସଳଖ କିଛି ଚାଷୀ ଅଛନ୍ତି। କଣ କହିବେ ଏଇ ଯୋଉ ଆପଣମାନେ ଧାନ ଆଜି ଗଛ ଉପାଡ଼ିକି ଦେଖାଉଛନ୍ତି, କଣ କହିବେ ତା ଉପରେ? ଚାଷ ଆଜ୍ଞା 3-4 ଏକର ଜମିର ଚଷା ମୁଁ। ତ ଚାଷ ରୁଆ ହେଇଥିଲା 3 ଏକର ଖଣ୍ଡେ, ଆଉ ତଳି ସବୁ ଥିଲା, ସବୁ ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି। ଏ ବାଲିସାହି କୁଟ୍ରା ପଞ୍ଚାୟତ ବାଲିସାହି ଗ୍ରାମର ତଳ ବାଲିସାହି ଗାଁ ପ୍ରାୟ ସମ୍ପୂର୍ଣ୍ଣ ଚାଷୀ ବର୍ତ୍ତମାନ ମାନେ ଚାଷ ସବୁ ଚାଲି ଯାଇଛି। ତେଣୁ ସେମାନେ କେରକନ ଚାଷରୁ ବଞ୍ଚିତ ହେବେ ଏବଂ ଚାଷ ଯେଉଁ ଚାଷ ରୋଇଥିଲେ ଆମର ସୋସାଇଟିରୁ ଲୋନ୍ ଆଣିକି ଚାଷ ରୁଆ ହେଇଥିଲା, ନିଜର ସ୍ତ୍ରୀର ଗହଣା ପତ୍ର ଭାଗ ବନ୍ଧା କରିକି ରୁଆ ହେଇଥିଲା। ଏବେ ଆମେ ପ୍ରଶାସନକୁ ଡାକିଲା ପରେ ସେମାନେ ବି ଆସୁନାହାନ୍ତି। ତେଣୁ ଆମେ କେରକୁର ବଞ୍ଚିବୁ, ତେଣୁ ଗଭର୍ଣ୍ଣମେଣ୍ଟ ୟାକୁ ଟିକେ ସାହାଯ୍ୟ କରନ୍ତୁ। ତେବେ ଯାହା ଆପଣ ଶୁଣୁଥିଲେ ସିଧାସଳଖ କଥା, ଏମାନେ ଚାଷୀମାନେ ବର୍ତ୍ତମାନ ସହାୟତାର ହାତ ମାଗିଛନ୍ତି। ସରକାରଙ୍କର ସହାୟତା ଏ ଜାଗାରେ ଆବଶ୍ୟକ ହୋଇ ପଡିଛି। ଚାଷୀ କୂଳ ପ୍ରକାଶ କରୁଛି କି ଚାଷୀ କୂଳ ଯେତେବେଳେ ଚାଷ କରିବାକୁ ଯାଏ ସେତେବେଳେ ତାର ଧାନ ରୁଆ କାର୍ଯ୍ୟ ପାଇଁ କେତେବେଳେ ସୋସାଇଟି, କେତେବେଳେ ବ୍ୟାଙ୍କ, କେତେବେଳେ ହାତ ଉଧାରି କରି, କେତେବେଳେ ଗହଣା ବନ୍ଧା ପକେଇ ଇଏ କିଛି ଅର୍ଥ ଆଣି ସିଏ ଚାଷ କରିଥାଏ ଏବଂ ବର୍ଷକର ଅମଳ ପାଇଁ ସେ ଦୌଡ଼ିଥାଏ। ତେବେ ଇଏ ଅବସ୍ଥା ଆଜି ଦେଖୁଛନ୍ତି ଏ ଚାଷୀ କୂଳଙ୍କର ଏ ଗଛ ସବୁ ପଚି ନଷ୍ଟ ହେଇଯାଇଛି। ଆଉ ଧାନ ପାଇବାର ଆଶା ନାହିଁ, ତଳି ବି ପାଖରେ ନାହିଁ। ପୁଣି ଆଉଥରେ ଦ୍ୱିତୀୟ ଥର ପୁନର୍ବାର ତଳି ପକେଇ ତାକୁ ପୁଣି ଆଉଥରେ ଗଛକୁ ଉଠେଇବାକୁ ତାଙ୍କ ପାଖରେ ସମ୍ବଳ ବି ନାହିଁ। ତେବେ ଆମ ସହିତ ଆଉ ଜଣେ ଭାଇ ଅଛନ୍ତି, କଣ କହିବ ଭାଇ ଏଭଳି ଅବସ୍ଥାରେ କଣ କରିବେ? କଣ କରିବା ଆଉ, ପ୍ରଶାସନ କିଛି ସାହାଯ୍ୟ କଲେ ସେଇଟା ଆମେ ଟିକେ ଲୋନ୍ ସୁଝିଥାନ୍ତୁ। ଆଉ ତ ଚାଷ ତ ସମ୍ପୂର୍ଣ୍ଣ ପଳେଇଛି। ଆଉ ଆମେ ବର୍ତ୍ତମାନ ତ ଆଉ ହବାର ପରିସ୍ଥିତି ସରକାର ନାହିଁ କିଛି। ବର୍ତ୍ତମାନ ଦୁଃଖ କଷ୍ଟ ବହୁତ ଇଏ ପୁରା ଚାଲୁଛି ଆଉ। ତେବେ ଆମ ସହିତ ଆଉ ଜଣେ ମଉସା ଅଛନ୍ତି, କଣ କହିବେ ଆପଣ କେତେ ଚାଷ କରିଛନ୍ତି ଆଉ କେମିତି ଅବସ୍ଥା ଦେଇ ଗତି କରୁଛନ୍ତି? ଚାଷ ଆଜ୍ଞା ଆମେ 7 ଏକର ଜମି ଚାଷ କରେ। ସେଥିରୁ 5 ଏକର ଜମି ରୁଆ ସରିଥିଲା। ସେ ରୁଆ ତ ସମ୍ପୂର୍ଣ୍ଣ ଭାବରେ ଯାଇଛି ଏବଂ ତଳି ମଧ୍ୟ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେଇଯାଇଛି ଏଇ ଜଳଘେର ଭିତରେ। ତ ଏ ହଉଛି ଆମର ଗୋଟେ ତଳି ଅଞ୍ଚଳ। ବିଶେଷ କଥା ହଉଛି ନଦୀରେ ଜଳ ନିଷ୍କାସନର ଦୁର୍ବ୍ୟବସ୍ଥା, ଯୋଉଟା କି ମୁଁ ପ୍ରଥମରୁ ପଦିଏ କହିବି। ଏଇ ଯୋଉ ନଦୀର ଜଳ ଯାଇ ଏଠି ନାଇକୁଡି ଗୋଟେ ପୋଲ ପାଖରେ ଏତେ ଦଳ ଲାଗିଛି, ଯାହାଫଳରେ ସେଠି ଜଳ କୌଣସି ପ୍ରକାର ପାସ୍ କରିପାରୁନାହିଁ। ନାଇକୁଡି ପରେ ବାଉଁଶବାଣୀର ଗୋଟେ ପୋଲ ମଧ୍ୟ ସେଇ ପ୍ରକାର ଦଳରେ ଭର୍ତ୍ତି, ସେ ମଧ୍ୟ ଜଳ ପାସ୍ କରିପାରୁନାହିଁ। ଯାହାଫଳରେ ଜଳ ଯେତେ ଦିନଠୁ ବର୍ଷା ଆରମ୍ଭ ହେଇଛି ସେଦିନଠୁ ଜଳ ବଢିବାର ଅଛି କିନ୍ତୁ ଛିଡ଼ିବାରେ ନାହିଁ। ମୁଁ ଅନୁରୋଧ କରିବି ପ୍ରଶାସନକୁ, ଏ ଚାଷ ତ ଆମର ଯାଇଛି, ଲୁଣ ଗଣ୍ଡା ଭଲ ମନ୍ଦ କରି ଚାଷ କରିଥିଲେ, ଗହଣା ବନ୍ଧକ ଦେଇ ବା କିଏ କି ପ୍ରକାର ପରିସ୍ଥିତିରେ ଚାଷ କରିଥିଲେ, କିନ୍ତୁ ଆଜି ଯୋଉ ପରିସ୍ଥିତି ଜଳ ଯଦି ନିଷ୍କାସନ ନ ହୁଏ ତାହେଲେ ଆମେ ଘରୁ ମଧ୍ୟ ବାହାରି ପାରିବୁ ନାହିଁ। ରାସ୍ତାଘାଟର ଅବସ୍ଥା ଏ ପ୍ରକାର ହେଇଛି, ରାସ୍ତାଘାଟରେ ସ୍କୁଲ ପିଲାମାନେ ଯାଇପାରୁନାହାନ୍ତି, ଆମେ ମଧ୍ୟ କେହି ବାହାରକୁ ବାହାରି ପାରୁନାହୁଁ, ଏଇ ପ୍ରକାର ଅବସ୍ଥା। ତେଣୁ ପ୍ରଶାସନକୁ ମୁଁ ନିବେଦନ କରିବି ଏଇ ମିଡିଆ ବନ୍ଧୁ ମାନଙ୍କ ମାଧ୍ୟମରେ,
ଯେ ଆପଣମାନେ ସେଇ ଦଳକୁ ନିଷ୍କାସନ କରିକି ଆମର ଏ ଜଳକୁ ନିଷ୍କାସନ କରିବାର ବ୍ୟବସ୍ଥା ତୁରନ୍ତ କଲେ ହୁଏତ ଆମେ ଯାତାୟାତ କରିପାରିବୁ। ପୁଣି ତ ଚାଷ ତ ଯାଇଛି ଆଉ ଏବଂ ଇଏ ସରକାରଙ୍କୁ ମଧ୍ୟ ଆମେ ନିବେଦନ କରିବି ସେ ସରକାର ଯେମିତି ଆମକୁ ଏଇ ଲୁନ୍ ଗଣ୍ଡା ଛାଡ଼ ବାଡ଼ କରି ବା କିଛି ସାହାଯ୍ୟ କରି ଯେମିତି ଏ ଚାଷୀ ମାନଙ୍କୁ ପୁନରାୟ ତାଙ୍କ ଥଇଥାନ କରନ୍ତୁ ବା ତାଙ୍କର ସୁରକ୍ଷା ବାବଦରେ ଚିନ୍ତା କରନ୍ତୁ। ଏତିକି ମୁଁ ସରକାରଙ୍କ ପାଖରେ ନିବେଦନ କରିବି ଏବଂ ତୁରନ୍ତ ମୁଁ କହିବି ଜଳ ନିଷ୍କାସନ ବାବଦରେ ସରପଞ୍ଚ ଠାରୁ ଆରମ୍ଭ କରିକି କଲେକ୍ଟର ପର୍ଯ୍ୟନ୍ତ ସମସ୍ତଙ୍କୁ ନିବେଦନ କରିବି ଯେ ଯେମିତି ଜଳଟା କେମିତି ନିଷ୍କାସନ ହବ ଯାହାଫଳରେ ଆମେ ରାସ୍ତାଘାଟରେ ଟିକେ ଚଳିପାରିବୁ। ଏଇ କଥା ପାଇଁ ବିଶେଷ ତେବେ ଆପଣ ସିଧାସଳଖ ଶୁଣୁଥିଲେ ଇଏ ହଉଛି ପୁଟ୍ରା ପଞ୍ଚାୟତର ଦୃଶ୍ୟ। ଏ ଦୃଶ୍ୟ ହଉଛି ଜଳକା ନଦୀ ପାଣି ସହିତ ବର୍ଷା ପାଣିର ଦୃଶ୍ୟ। 8 ଦିନ ଧରି ଲଗାଣ ବର୍ଷା ଇଏ ବର୍ଷା ଫଳରେ ପାଣି ଜମା ହେଇ ରହିଛି ଏବଂ ତତ୍ ସହିତ ଜଳକା ନଦୀର ଉପର ମୁଣ୍ଡରେ ପାଣି ଛାଡୁଛି ଏ ତଳି ଅଞ୍ଚଳ ପାଣି ବୁଡି ଯାଉଛି। ତେବେ ପ୍ରଥମରୁ ଆମେ କହିଛୁ ଗୋଟିଏ ସମସ୍ୟା ଗୋଟେ ପ୍ରମୁଖ ସମସ୍ୟା ରହୁଛି ପାଣି ନିଷ୍କାସନର ସମସ୍ୟା। ଯଦି ସରକାର ଏହା ଉପରେ ଗୁରୁତ୍ୱ ଦେବେ ଯଦି ପ୍ରଶାସନ ଏହା ଉପରେ ଗୁରୁତ୍ୱ ଦେବ ତାହେଲେ ନିଶ୍ଚିତ ଭାବରେ ଏ ପାଣି ସମସ୍ୟା ଧୀରେ ଧୀରେ ସମସ୍ୟା ଦୂରୀଭୂତ ହେବ ଏବଂ ଚାଷୀ କୂଳ ମଧ୍ୟ ଆନନ୍ଦିତ ହେବ। ତେବେ ଚାଷୀ କୂଳ ପାଇଁ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ଏ ଜାଗାରେ ପହଞ୍ଚି ପାରିନାହିଁ କିମ୍ବା ପହଞ୍ଚିବାକୁ ଚେଷ୍ଟା ବି କରିବା ଆମେ ନଜରକୁ ଆସିନି। ତେଣୁ ପ୍ରଶାସନ ତୁରନ୍ତ ଏ ଜାଗାରେ ପହଞ୍ଚି ଏ ଚାଷୀ କୂଳଙ୍କର ଅବସ୍ଥାକୁ ସୁଧାର କରିବାକୁ ବ୍ୟବସ୍ଥା କଲେ ନିଶ୍ଚିତ ଭାବରେ ଚାଷୀ କୂଳ ହସି ଉଠିବ। ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ଏ ଜାଗାରେ ପହଞ୍ଚୁଛି ଏ ପୁଟ୍ରା ପଞ୍ଚାୟତରେ ଥିବା ଚାଷୀମାନଙ୍କର ଦୁଃଖକୁ ସେ ଦୂରୀକରଣ କରୁଛି। ବାଲେଶ୍ୱର ଜିଲ୍ଲା ବସ୍ତାରୁ ଦିନବନ୍ଧୁ ପ୍ରଧାନ, MBC TV।